କ୍ୟାପ୍ରେ ବନ୍ଧୁକର ଗୁଳି ଅଛି ଆଉ ସେ ଗୁଳିକୁ ବାହାର କରାଗଲା। ଦେଖନ୍ତୁ ଆପଣ ସ୍ପଷ୍ଟ ଭାବରେ ଦେଖିପାରୁଥିବେ। ଆଉ ସେ କ୍ୟାପ୍ ମଧ୍ୟ କଣା ହେଇଯାଇଅଛି। ଦେଖନ୍ତୁ କ୍ଲିଅର ଅଛି। ଓକେ, ଦେଖନ୍ତୁ ସେ କ୍ୟାପ୍କୁ ଓଲଟାଇଲା ପରେ କ'ଣ ହେଉଅଛି। ଓଲଟାଇଲେ ଆଉ ତାପରେ ସେଠାରେ ଯୀଶୁଙ୍କର ଫଟୋ ରଖାଯାଇଅଛି। ଓକେ, କେବଳ ସେ ଫଟୋ ପର୍ଯ୍ୟନ୍ତ ହିଁ ସେ ଗୁଳି ଆସିଲା। ତାପରେ ତାଙ୍କ ମୁଣ୍ଡକୁ କୌଣସି ଭାବରେ ଆଘାତ କଲା ନାହିଁ ସେ ଗୁଳି। ଓକେ, ଦେଖନ୍ତୁ ସେଠାରେ ଲାଗିଅଛି। ଓକେ, ଆପଣମାନେ ଏହି ଭିଡ଼ିଓ ଦେଖିଲା ପରେ କ'ଣ ଅନୁମାନ କରୁଅଛନ୍ତି? ନିଶ୍ଚିନ୍ତ ଭାବରେ ଏହି ବ୍ୟକ୍ତି ଜଣକ ସେନାରେ କାର୍ଯ୍ୟ କରୁଅଛନ୍ତି। ଆଉ ଏହି ଭିଡ଼ିଓ କେଉଁ ଜାଗାର ଅଟେ ତାହା ତ ଆମେ ସ୍ପଷ୍ଟ ଜାଣିପାରିନାହୁଁ, କିନ୍ତୁ ତାଙ୍କର ବଡ଼ିର କଲର୍ ଦେଖିଲେ ଆମେ ଜାଣିପାରୁଅଛୁ ନିଶ୍ଚିନ୍ତ ଭାବରେ ଏହି ସେନା ଜଣକ ବାହାର ଦେଶରୁ ଅଟନ୍ତି, ଯିଏକି ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରୁଅଛନ୍ତି। ଆଉ ସିଏ ନିଜର ସେ ମୁଣ୍ଡରେ ଯେଉଁ ହେଲମେଟ୍ ୟୁଜ୍ କରୁଛନ୍ତି ତାହାକୁ ସେ କ'ଣ କରୁଅଛନ୍ତି, ସେଠାରେ ଯୀଶୁଙ୍କର ଫଟୋ ରଖି ସେ ବୁଲୁଅଛନ୍ତି। ଆଉ ଯେତେବେଳେ ତାଙ୍କ ଉପରେ ଫାୟାରିଂ ହେଲା, ସେହି ଗୁଳିଟି ଆସି ମୁଣ୍ଡରେ ବାଜିଗଲା। ତାପରେ ସେହି ଗୁଳି କେବଳ ସେ ପର୍ଯ୍ୟନ୍ତ ଆଘାତ କଲା ଯେ ପର୍ଯ୍ୟନ୍ତ ପ୍ରଭୁ ଯୀଶୁଙ୍କର ଫଟୋ ଥିଲା। ଏହି ପ୍ରକାର ଆଶ୍ଚର୍ଯ୍ୟ ଭାବରେ ଆମେମାନେ ଏହି ଭିଡ଼ିଓକୁ ଦେଖିବାକୁ ପାଇଲୁ। ଆଉ ସେହି ସେନା ମୋତେ ଲାଗୁଅଛି ସେ ପ୍ରଭୁଙ୍କ ଉପରେ ବହୁତ ବିଶ୍ୱାସ ରଖନ୍ତି। ମୋର ପ୍ରିୟମାନେ, ଠିକ୍ ସେହି ପ୍ରକାରେ ପରମେଶ୍ୱର ଚାହାନ୍ତି ଆମେ ସଦାସର୍ବଦା ଯେ ପ୍ରକାରେ ତାହାଙ୍କଠାରେ ଭରସା ରଖିବା। ଏହି ସେନା ଜଣକ ଅନ୍ ଡ୍ୟୁଟିରେ ସେ ଜାଣିଛନ୍ତି ମୋ ପାଇଁ ଅନେକ ବିପଦ ଅଛି, କିନ୍ତୁ ସେ ଏହା ମଧ୍ୟ ଜାଣିଅଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ ମୋତେ ସୁରକ୍ଷା ପ୍ରଦାନ କରିବେ। ପ୍ରଭୁଙ୍କର ମହିମା ହେଉ। ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ପରମେଶ୍ୱରଙ୍କ ବାକ୍ୟରେ ଲେଖାଯାଏ, ମୁଁ ତୁମର ବାହାର ଯିବାରେ ଏବଂ ଆସିବାରେ ମୁଁ ତୁମମାନଙ୍କୁ ସାହାଯ୍ୟ କରିବି ଏବଂ ଆପଣା ସ୍ୱର୍ଗଦୂତମାନଙ୍କୁ ପଠାଇ ତୁମର ସୁରକ୍ଷା କରିବି। ହଁ ମୋର ପ୍ରିୟମାନେ, ପରମେଶ୍ୱରଙ୍କ ବାକ୍ୟରେ ଏହା ମଧ୍ୟ ଲେଖାଯାଇଅଛି, ସେ ପରମେଶ୍ୱର ଆମମାନଙ୍କର ରକ୍ଷାକର୍ତ୍ତା, ଉଦ୍ଧାରକର୍ତ୍ତା, ହି ଇଜ୍ ଆୱାର ପ୍ରୋଟେକ୍ଟର। ସେ ଆମମାନଙ୍କର ସୁରକ୍ଷା ପ୍ରଦାନ କରନ୍ତି। ତେବେ ଏହି ଭିଡ଼ିଓ ଦ୍ୱାରା ଆମେମାନେ ଦେଖିବାକୁ ପାଉଅଛୁ ପରମେଶ୍ୱର ତାଙ୍କରି ବାକ୍ୟକୁ କି ପ୍ରକାର ସଫଳ କରି ଯାଉଅଛନ୍ତି, ଯାହା ଆଶ୍ଚର୍ଯ୍ୟ ଆମମାନଙ୍କ ପାଇଁ। ମୋର ପ୍ରିୟମାନେ, ଏହି ଭିଡ଼ିଓକୁ ସେମାନଙ୍କୁ ମଧ୍ୟ ପଠାନ୍ତୁ ଯେଉଁମାନେ ପ୍ରଭୁ ଯୀଶୁଙ୍କ ଉପରେ ବିଶ୍ୱାସ ରଖୁଅଛନ୍ତି। ସେମାନଙ୍କର ବିଶ୍ୱାସ ଆହୁରି ଷ୍ଟ୍ରଙ୍ଗ ହେବ ଆଉ ସେମାନେ ପ୍ରଭୁଙ୍କ ପାଇଁ ଆଗକୁ ବଢ଼ିପାରିବେ। ମୋର ପ୍ରିୟମାନେ, ଆସୁଥିବା ଭୟ, ସଙ୍କଟ, ବିପଦରୁ ମଧ୍ୟ ପରମେଶ୍ୱର ଆମମାନଙ୍କୁ ରକ୍ଷା କରନ୍ତି, ଉଦ୍ଧାର କରନ୍ତି, ଯାହା ଆମେ ଏହି ଭିଡ଼ିଓ ମାଧ୍ୟମରେ ଦେଖିଲୁ। ତେଣୁ ଆମମାନଙ୍କ ବ୍ୟକ୍ତିଗତ ଜୀବନରେ ସଦାସର୍ବଦା ସେ ପରମେଶ୍ୱରଙ୍କ ଉପରେ ବିଶ୍ୱାସ ଏବଂ ଭରସା ରଖିବା ଆବଶ୍ୟକ। ମୋର ପ୍ରିୟମାନେ, ପରମେଶ୍ୱରଙ୍କର ଦାସ ଏବଂ ଦାସୀମାନଙ୍କୁ ତଥା ତାଙ୍କରି ବିଶ୍ୱାସୀମାନଙ୍କୁ ସେହି ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖି ସଦାସର୍ବଦା ତାଙ୍କରି ବାକ୍ୟ ଅନୁସାରେ ଚାଲିବାକୁ ହେବ, ଯାହାଦ୍ୱାରା ପରମେଶ୍ୱର ଆମମାନଙ୍କ ଜୀବନରେ ମଧ୍ୟ ଆଶ୍ଚର୍ଯ୍ୟ କର୍ମ କରିବେ। ଆମମାନେ ପରମେଶ୍ୱରଙ୍କର କାର୍ଯ୍ୟକୁ ଦେଖିପାରିବା। ତେବେ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆପଣ ଏହିସବୁ ବିଷୟକୁ ନେଇ କ'ଣ କହିବା ପାଇଁ ଚାହାନ୍ତି, ନିଶ୍ଚିନ୍ତ ଆପଣଙ୍କର ମତାମତ ଲେଖି ଜଣାଇବେ। ତେବେ ଆଜିର ଏହି ଭିଡ଼ିଓକୁ ବେଶୀ ଲମ୍ବା ନ କରି ଏତିକିରେ ସମାପ୍ତ କରୁଅଛି। ଏହି ପ୍ରକାର ଆମର ଭିଡ଼ିଓ ଦେଖିବା ପାଇଁ ଆମମାନଙ୍କର ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ପ୍ରେସ୍ କରନ୍ତୁ। ତ ପୁଣି ଦେଖାଇବା ଆଗାମୀ ଭିଡ଼ିଓରେ। ଆପଣ ସମସ୍ତଙ୍କୁ ପ୍ରେଜ୍ ଦି ଲର୍ଡ।